କିଛି କହିବାକୁ ଭଲ ଲାଗେନି। ମୋତେ ଯିଏ ଭଲ ଲାଗେନି ବାସ୍ ମୁଁ ତାଠୁ ଦୂରେଇକି ରୁହେ ଆଉ ସାଇଲେଣ୍ଟ ରୁହେ। କାହା ଏତେ କିଛି କିଛି ବେଜ ବେଜ ହେବାକୁ ମୋତେ ଟୋଟାଲି ଭଲ ଲାଗେନି। ଯିଏ ଯେମିତି ସେ କେବେ ବି ବଦଳିବେନି। ତେଣୁ ତାଙ୍କ ସାଥିରେ କିଛି କିଛି ହେବା ଅପେକ୍ଷା ନିଜକୁ ସାଇଲେଣ୍ଟ ରଖିବାଟା ହିଁ ଭଲ। ମୋ ମତରେ ଯଦି ଆମକୁ ଭଲ ଲାଗୁନି ନା ଆମେ ତାକୁ କିଛି ରିଆକ୍ସନ୍ ହିଁ ଦେବାନି, ସାଇଲେଣ୍ଟ ରହିଯିବା। ସେ ଯଦି ମଣିଷ ହେଇଥିବ ସେ ତା ଆପେ ଉତ୍ତର ବୁଝିପାରିବ। ଆଉ ଯଦି କାହାକୁ ଯଦି ଯିଏ ନିଜେ ବୁଝିପାରୁନି ତୁମେ ତାକୁ ଯେତେ ବୁଝେଇଲେ ବି ସେ ବୁଝିବନି। କାରଣ ଯିଏ ଅବୁଝା ସେ ଅବୁଝା। ତେଣୁ ସବୁଠୁ ବେଟର୍ ନିଜକୁ ବୁଝେଇଦେବ ଆଉ ନିଜେ ସାଇଲେଣ୍ଟ ରହିଯିବ। କହନ୍ତିନି ସାଇଲେଣ୍ଟ ଇଜ୍ ଦ ବେଷ୍ଟ ଆନ୍ସର୍। ସେଇଟା ହେଉଛି ମାନେ ଚୁପ୍ ରହିବ ମାନେ ଯିଏ ବୁଝିବା ଲୋକ ହିଁ ସେ ବୁଝିଯିବେ। ତେଣୁ ଏତେ କାହାତେ କିଛି କିଛି ହେଇକି ନିଜର ସମ୍ମାନ ହରାନ୍ତୁନି। ଯିଏ ଖରାପ ସେ ଖରାପ, ଚାହିଁଲେ ବି ଆମେ ତାକୁ ଭଲ କରିପାରିବାନି। ଆଉ ଯିଏ ଭଲ ସେ ଆପେ ହିଁ ଭଲ, ତାକୁ କହିବାକୁ ବି ପଡ଼େନି। ତେଣୁ ନିଜର ସମ୍ମାନ ନିଜେ ସାରନ୍ତୁନି। ଯିଏ ଯେମିତି ତାକୁ ସେମିତି ଛାଡ଼ି ଦିଅନ୍ତୁ ଆଉ ନିଜକୁ ସାଇଲେଣ୍ଟ ରଖିଦିଅନ୍ତୁ। ବାସ୍ ମୋ ମତାମତ ଏଇଟା।